ତୁମେ କେବେ ତୁମ ଗାଁରୁ ଅନ୍ୟ ଗାଁ ବା ସହରକୁ ଯାଇଛ? କେଉଁଥିରେ ଯାଇଛ? ତୁମେ ଏଠିରେ ଲେଖିବ ପିଲାମାନେ। ଆଗ କାଳରେ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଚାଲିକରି ଶଗଡ଼, ଘୋଡ଼ା, ଗଧ, ଓଟ, ପାଲିଙ୍କି ଓ ଡଙ୍ଗାରେ ବସି ଯାଉଥିଲା। ଏଥିପାଇଁ ଅଧିକ ସମୟ ଲାଗୁଥିଲା। ଆଜିକାଲି ପିଲାମାନେ ଗଧ, ଘୋଡ଼ା, ଶଗଡ଼ ଯେଉଁଥିରେ ସେଥିପାଇଁ ଟିକେ ସମୟ ଲାଗୁଥିଲା। ଆଜିକାଲି ସାଇକେଲରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ଅନେକ ପ୍ରକାର ଯାନ ଦ୍ୱାରା ଲୋକମାନେ ଖୁବ୍ କମ୍ ସମୟରେ ମଧ୍ୟରେ ଦୂରକୁ ଯାତ୍ରା କରିପାରୁଛନ୍ତି। ଦେଖ 1839 ମସିହାରେ ସ୍କଟଲ୍ୟାଣ୍ଡ ମାକ୍ମିଲନ ସାଇକେଲର ଉଦ୍ଭାବନ କରିଥିଲେ। ଆମେରିକାର ୱିଲବର ରାଇଟ୍ ଓ ଅଲଭିର ରାଇଟ୍ ଉଡ଼ାଜାହାଜର ଉଦ୍ଭାବନ 1903 ମସିହାରେ କରିଥିଲେ। ମହାକାଶ ଯାନ ଦ୍ୱାରା ଲୋକମାନେ ପୃଥିବୀ ପୃଷ୍ଠରୁ ଚନ୍ଦ୍ର ତଥା ଅନ୍ୟାନ୍ୟ ଗ୍ରହମାନଙ୍କୁ ମଧ୍ୟ ଯାତ୍ରା କଲେଣି। ଜଳରେ ଯାତ୍ରା କରିବା ପାଇଁ ଡଙ୍ଗା, ଲଞ୍ଚ, ଜଳଜାହାଜ ଇତ୍ୟାଦି ବ୍ୟବହାର କରାଯାଇଛି। ତୁମ କାକା କିମ୍ବା ମାଉସୀ ତୁମ ଘରକୁ ଦୂରରେ ରହିଲେ ମଧ୍ୟ ତୁମେ ତାଙ୍କ ଖବର କିପରି ଜାଣିଥାଅ? ଆମେ କ'ଣ ଜାଣିଥାଉ ପିଲାମାନେ? ମୋବାଇଲ ସାହାଯ୍ୟରେ ଆମେ ଜାଣିଥାଉ। ମୋବାଇଲ ମାଧ୍ୟମରେ କଥା ହେଇକି ଆମେ ତାଙ୍କ ସବୁ ହାଲଚାଲ ଆମେ ଜାଣିଥାଉ। ଆଜିକାଲି ଦେଶ ବିଦେଶରେ ଘଟୁଥିବା ବିଭିନ୍ନ ଘଟଣା ଗୁଡ଼ିକୁ ସଙ୍ଗେ ସଙ୍ଗେ କିପରି ଜାଣିବା? ଦେଖ ପିଲାମାନେ, ଆଜିକାଲି ଆମେ ଟିଭି ମାଧ୍ୟମରେ ବା ମୋବାଇଲ ମାଧ୍ୟମରେ ବି ମଧ୍ୟ ଆମେ ଦେଖୁଛୁ, ଆଉ ସାଙ୍ଗେ ସାଙ୍ଗେ ସେ ଖବରଟା ଆମେ ପାଇଯାଉଛୁ। ଦେଖ, ଯୋଗାଯୋଗ କ୍ଷେତ୍ରର ଉନ୍ନତି ଦ୍ୱାରା ବିଜ୍ଞାନ ଆମର ବିଶାଳ ପୃଥିବୀକୁ ସଂକୁଚିତ କରିଛି। ପୃଥିବୀର ଯେକୌଣସି କୋଣରେ ଘଟୁଥିବା ଘଟଣାକୁ ଆମେ ସାଙ୍ଗେ ସାଙ୍ଗେ ଶୁଣିପାରୁଛୁ ଓ ଦେଖିପାରୁଛୁ। ପୂର୍ବରୁ ଆମେ ଯୋଗାଯୋଗ ପାଇଁ ଡାକ ବିଭାଗ ଉପରେ ମୁଖ୍ୟତଃ ନିର୍ଭର କରୁଥିଲୁ। ଆଜିକାଲି ଡାକ ବିଭାଗ ଅପେକ୍ଷା ଦୂରସଞ୍ଚାର ବିଭାଗ ଉପରେ ଆମେ ଅଧିକ ନିର୍ଭର କରୁଛୁ। ଟେଲିଫୋନ, ମୋବାଇଲ ଓ ଇଣ୍ଟରନେଟ୍ ମଧ୍ୟରେ ଆମେ ଯେକୌଣସି ସମୟରେ ପୃଥିବୀର ଯେକୌଣସି ସ୍ଥାନରେ ବାସ କରୁଥିବା ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରୁଛୁ। ଆମେ ମୋବାଇଲ ଫୋନ ମାଧ୍ୟମରେ ଲୋକମାନଙ୍କ ସହିତ କଥା ହେବା ସହିତ ତାଙ୍କ ଫଟୋ ମଧ୍ୟ ଦେଖିପାରୁଛୁ। ବିଜ୍ଞାନ ଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ଯେଉଁ ସବୁ ଅଗ୍ରଗତି ଘଟିଛି, ଦେଖ ପିଲାମାନେ, ଦେଖ ପ୍ରଥମେ ଖବର କାଗଜ ପଢ଼ି ଆମେ ଦେଶ ବିଦେଶର ଖବର ଜାଣିବା ସହିତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଇତ୍ୟାଦି ବିଷୟରେ ତଥ୍ୟ ଆମେ ପାଇପାରୁଛୁ। 2 ନମ୍ବର ପଏଣ୍ଟ ଦେଖ, ରେଡ଼ିଓ ମାଧ୍ୟମରେ ଦେଶ ବିଦେଶର ଖବର ସହିତ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଯଥା ଗୀତ, ନାଟକ ଇତ୍ୟାଦି ଶୁଣିବା ସହିତ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଉପାଦେୟ ସୂଚନା ଗୁଡ଼ିକୁ ଆମେ ମଧ୍ୟ ଜାଣିପାରୁଛୁ। 3 ଦେଖ, 3 ନମ୍ବର ପଏଣ୍ଟ, ଟିଭି ମାଧ୍ୟମରେ ଆମେ ପୃଥିବୀର ପ୍ରତ୍ୟେକ ସ୍ଥାନର ସମ୍ବାଦ ଜାଣିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ମନୋରଞ୍ଜନ ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ଦେଖିପାରୁଛୁ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ଘଟଣା ସିଧା ପ୍ରସାରଣ ଆମେ ଟିଭିରେ ଦେଖିପାରୁଛୁ। ତ ଦେଖ ପିଲାମାନେ, 1834 ମସିହାରେ ଇଂଲଣ୍ଡର ଚାର୍ଲସ ବାବେଜ କମ୍ପ୍ୟୁଟର ତିଆରି କରିଥିଲେ। ଆଉ ଦେଖ 1867ରେ ଆମେରିକାର ଆଲେକଜାଣ୍ଡାର ଗ୍ରାହାମ ବେଲ ଟେଲିଫୋନ ଓ 1894ରେ ଇଟାଲୀର ମାର୍କୋନି ରେଡ଼ିଓ ଉଦ୍ଭାବନ କରିଥିଲେ। ଇଣ୍ଟରନେଟ୍ ବ୍ୟବହାର ପ୍ରଥମ କରି କେତେ 1969ରେ ଆମେରିକାରେ ଆରମ୍ଭ ହୋଇଥିଲା। ଠିକ୍ ଅଛି ପିଲାମାନେ, ପୁଣି ଆରମ୍ଭ କରିବା ଆଉ ଦ୍ୱିତୀୟ ଅଧ୍ୟାୟକୁ ଆଉ ଗୋଟିଏ ଭିଡ଼ିଓ ମାଧ୍ୟମରେ।